ସକାଳୁ ଚାଲିବାର 5ଟି ବଡ଼ ଲାଭ ଆସନ୍ତୁ ମୋର ଏ ଛୋଟ ଭିଡ଼ିଓରେ ଜାଣିବା। ତ 1 ନମ୍ବର, ଚାଲିବା ଆପଣଙ୍କ ହୃଦୟକୁ ମଜବୁତ କରିବାରେ ସାହାଯ୍ୟ କରେ ଏବଂ କରୋନାରୀ ହୃଦୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରେ। ଏଥିରେ ଲାଭ ପାଇବା ପାଇଁ ସପ୍ତାହକୁ 5 ଦିନ ଅତି କମରେ 30 ମିନିଟ୍ ଚାଲିବା ଯଥେଷ୍ଟ ଅଟେ। 2 ନମ୍ବର, କିଏ କହେ ଯେ ଆପଣ କେବଳ ଭାରୀ କିମ୍ବା ଜଟିଳ ବ୍ୟାୟାମ ଦ୍ୱାରା କ୍ୟାଲୋରି କମ୍ କରିପାରିବେ। ଚାଲିବା ଦ୍ୱାରା ମଧ୍ୟ ଆପଣ ସହଜରେ ଓଜନ ହ୍ରାସ କରିପାରିବେ। ଆପଣ କେତେ କ୍ୟାଲୋରି କାଟିବେ ଏହା ଆପଣଙ୍କ ଚାଲିବାର ବେଗ, ଆପଣଙ୍କର ଓଜନ ଏବଂ କେତେ ଦୂର ଚାଲିବେ ତା ଉପରେ ନିର୍ଭର କରିଥାଏ। 3 ନମ୍ବର, ଚାଲିବା ଦ୍ୱାରା ତଳ ଶରୀରର ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ଗଣ୍ଠି ଏବଂ ଆଣ୍ଠୁଗଣ୍ଠି ସମେତ ସମସ୍ତ ଗଣ୍ଠିର ମାଂସପେଶୀକୁ ମଜବୁତ କରି ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିଥାଏ। 4 ନମ୍ବର, ଏହା ସବୁବେଳେ ପରାମର୍ଶ ଦିଆଯାଏ ଯେ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ, ବରଂ କିଛି ସମୟ ଚଲାବୁଲା କରିବା ଉଚିତ। ଏହାର କାରଣ ହେଉଛି ଭୋଜନ ପରେ ଚାଲିବା ଆପଣଙ୍କ ରକ୍ତରେ ଥିବା ଶର୍କରାକୁ କମ୍ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ। ଭୋଜନ ପରେ ଚାଲିବା ମଧ୍ୟ ଏକ ଭଲ ବ୍ୟାୟାମ ଭାବରେ କାମ କରେ, ଯାହା ଆପଣଙ୍କୁ ସବୁବେଳେ ଫିଟ୍ ରଖିଥାଏ। ତେଣୁ ଏହାକୁ ଆପଣ ନିତ୍ୟକର୍ମରେ ଅନ୍ତର୍ଭୁକ୍ତ କରିବାକୁ ସବୁବେଳେ ଚେଷ୍ଟା କରନ୍ତୁ। 5 ନମ୍ବର, ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚିନ୍ତା ଦୂର କରିବା ପାଇଁ ସବୁବେଳେ ଦିନକୁ 10 ମିନିଟ୍ ଚାଲିବା ଏବଂ 45 ମିନିଟ୍ ବ୍ୟାୟାମ ଆପଣଙ୍କ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ଚାପ ଏବଂ ଚିନ୍ତା ସ୍ତରକୁ ହ୍ରାସ କରିଥାଏ। ତ ଆଶା କରୁଛି ବନ୍ଧୁମାନେ ଆପଣମାନଙ୍କୁ ମୋର ଏ ଛୋଟ ଭିଡ଼ିଓଟି ନିଶ୍ଚିତ ରୂପେ ଭଲ ଲାଗିଥିବ। ଯଦି ଭଲ ଲାଗୁଛି ତେବେ ଆପଣମାନେ କମେଣ୍ଟ ବକ୍ସରେ ୟେସ୍ ଲେଖନ୍ତୁ ଏବଂ ମୋର ଏ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ବହୁମାତ୍ରାରେ ସେୟାର ମଧ୍ୟ କରନ୍ତୁ। ମୋର ଏ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।